ଆଉ କିଛି ଦିନ ପରେ ଆରମ୍ଭ ହେବ ଗଣତନ୍ତ୍ରର ବଡ଼ ପର୍ବ ନିର୍ବାଚନ। ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଦିନରାତି ପ୍ରଚାର କରୁଛନ୍ତି। ଏହାରି ଭିତରେ ନିର୍ବାଚନ ଆୟୋଗ ଓ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ମତଦାନ କରିବା ନେଇ ସଚେତନ କରୁଛନ୍ତି। ଦିନକୁ ଦିନ ଏଲ୍‌ପିଜି ଗ୍ୟାସ୍ ସଙ୍କଟ ବଢ଼ି ଚାଲିଛି। ଘରୋଇ ସିଲିଣ୍ଡର ତୁଳନାରେ କମର୍ସିଆଲ ଅର୍ଥାତ୍ ବାଣିଜ୍ୟିକ ସିଲିଣ୍ଡର କଥା ନ କହିବା ଭଲ, ଯାହାର ଫଳସ୍ୱରୂପ ବାଣିଜ୍ୟିକ ସିଲିଣ୍ଡର ଉପରେ ନିର୍ଭର କରୁଥିବା ହୋଟେଲ ଏବଂ କ୍ୟାଟରିଂ ଶିଳ୍ପ ଏବେ ଭାରି ମାତ୍ରାରେ ପ୍ରଭାବିତ ହେବାକୁ ବସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେଉଛି ରାଜ୍ୟ କ୍ୟାବିନେଟ୍ ବୈଠକ। 5 ବିଭାଗର 11 ପ୍ରସ୍ତାବକୁ ମଞ୍ଜୁରି ଦେଇଛି କ୍ୟାବିନେଟ୍। ଶକ୍ତି ବିଭାଗର 1, ଶ୍ରମ ବିଭାଗର 3, ପରିବହନ ବିଭାଗର 1, ଜଳସମ୍ପଦ ବିଭାଗର 5 ଓ ପଞ୍ଚାୟତିରାଜ ବିଭାଗର 1 ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସବୁଠି ଏଲ୍‌ପିଜି ଗ୍ୟାସ୍ ମହାସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି। ଜଗତସିଂହପୁର ସହରରେ ବି ଗ୍ୟାସ୍ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ସହର ଓ ଏହାର ଉପକଣ୍ଠରେ ଇଣ୍ଡେନ୍ ଓ ଏଚ୍‌ପିର ଏକାଧିକ ଏଜେନ୍ସି ରହିଥିବା ବେଳେ ରନ୍ଧନ ଗ୍ୟାସ୍ ଯୋଗାଣ ସଠିକ୍ ରୂପେ ହୋଇପାରୁନଥିବା ଅଭିଯୋଗ ହୋଇଛି।